ଭୁବନେଶ୍ୱର ଖୋର୍ଦ୍ଧା ଧଉଳି ଥାନା ଅଧୀନ ପଞ୍ଚବଟୀ ଆଶ୍ରମ ନିକଟରୁ ନାବାଳକ ପୁଅର ମୃତଦେହ ଉଦ୍ଧାର କରି ପରିବାର ଲୋକେ ପୋଲିସକୁ ନ ଜଣାଇ ଶବ ସତ୍କାର କରିଛନ୍ତି। ଏନେଇ ପୋଲିସ ନିଜ ଆଡୁ ମାମଲା ଦାୟର କରି ଘଟଣାର ତଦନ୍ତ କରିଥିବା ବେଳେ ମୃତ ନାବାଳକର ବାପା ଫେରାର ଏବଂ ବାପା ଗାଳି କରିବାରୁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିବା ବେଳେ ଜୋସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚକୁ ଜିତି ଶୃଙ୍ଖଳାକୁ ଫେରିବାକୁ ଉଦ୍ୟମ କରିବ। ପୁରୀ ଜିଲ୍ଲା କଣାସ ବ୍ଲକର ଶତାଧିକ ଲୋକେ ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା 4ରେ ସୀମିତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ 88 ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଭିତର ଝୋଲା ଗ୍ରାମରେ କୀଟନାଶକ ପିଇ ଆତ୍ମହତ୍ୟା କଲେ ନାବାଳିକା। ଫଳରେ ପରିବାର ଲୋକେ ନାବାଳିକା ରଞ୍ଜିତାଙ୍କ ବଳାତ୍କାର ଅଭିଯୋଗ କରି ମୃତଦେହକୁ ରାସ୍ତାରେ ରଖି ଧାରଣା ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ। 9 ଜଣ ଗୁରୁତର ଛାତ୍ରଛାତ୍ରୀଙ୍କୁ ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା ଜାରି କରିଛି। ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୋଦରା ମୁଣ୍ଡା ଗ୍ରାମରେ ମଦ ଠିକାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଭାବେ ଆହତ ହୋଇ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି। ଭୁବନେଶ୍ୱର ପୁରୀ ବାଇପାସ ଲିଙ୍ଗପୁର ଟ୍ରାଫିକ ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଦ୍ରୁତଗାମୀ କାର। ଘଟଣାସ୍ଥଳରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ଏବଂ ମୃତ ଡ୍ରାଇଭରଙ୍କ ନାମ ସୁନୀଲ ସାଏ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ଆସନ୍ତାକାଲି ରବିବାରରେ ସାରା ଦେଶ ପାଳନ କରିବ 76ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 19 ଜଣ ପୋଲିସ ଅଧିକାରୀ ଓ କନଷ୍ଟେବଲଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଫେବୃଆରୀ 9ରେ ଖେଳାଯିବ। ଫଳରେ ମ୍ୟାଚକୁ ସଫଳତାର ସହ ପରିଚାଳନା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏବଂ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପାଣି ଟ୍ୟାଙ୍କର, ଯାହା ଫଳରେ ଗାଡ଼ିରେ ଥିବା ହେଲ୍ପର ଏବଂ ଡ୍ରାଇଭର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ରାସ୍ତା ମଝିରେ ପଡିଥିବା ଟ୍ୟାଙ୍କରକୁ ରାସ୍ତା କଡ଼କୁ ଆଣିଥିଲେ।